ଆମର ଏ ତଳ ହସ୍ତକର ଆପଣମାନେ ଦେଖୁଛନ୍ତି ତ ଘର ପାଖରେ ବନ୍ଧ ପୁରା କେମିତି ଧସିଛି। ଯୋଉ ବଡ଼ ବନ୍ୟା ଆସିଥିଲା ପାଣି ଯେମିତି ଛାଡ଼ିଲା ସେଉଠୁ ଫାଟିଲା। ଫାଟିକି ଏଇ ତ ଧସିଛି ଆଉ ପ୍ରଶାସନରୁ ଆସିଥିଲେ ସେମାନେ ଦେଖିକି ପଳେଇଲେ। କାଲି ବି ବନ୍ୟା ପାଣି ଆସିଛି। କାଲି ବି ବିପଦ ସଂକେତ ପରେ ହେଇଥିଲା। ଆଉ ଆମେ ତ ରାତିରେ ଶୋଇପାରୁନୁ ଛୁଆ ପିଲାଙ୍କୁ ନେଇକି ରହୁଛୁ ନା। ଏଠି ତ ଆମେ 15-20 ଘର ପୁରା ଅନିଦ୍ରା। ଆଉ ତ ଏଇ ଗାଁରେ 200 ପରିବାର ବାସ କରୁଛନ୍ତି। ମିନିମମ୍ 500 ଖଣ୍ଡ ଲୋକ ଆଫେକ୍ଟେଡ ହେବେ ଏଥିର। ଆଉ ସ୍ଥାୟୀ ସମାଧାନ ଆମେ ଚାହୁଁଛୁ ଏଇ ସହିତ କିଛି ବାଲି ବସ୍ତା ପକେଇକି ରିପାରିଂ କରନ୍ତୁ। ତାପରେ ରେନି ସିଜନ ପରେ ଏଟାକୁ ଦିଆଲ ସିଷ୍ଟମ କରିବେ କି କଣ ଗୋଟେ ଷ୍ଟ୍ରଙ୍ଗ କରିବେ। ଆଉ ସେପଟର ବନ୍ଧ ଷ୍ଟ୍ରଙ୍ଗ ହେଇଗଲା, ଏପଟୁ ପାଣି ମାଡ଼ ହଉଛି ଯାହା ଫଳରେ ବନ୍ଧ ଧସୁଛି। ବୈତରଣୀ ନଦୀର ଉତ୍ତର ପାର୍ଶ୍ୱ ବନ୍ଧ ସରକାର ଯେଉଁ ନଜର ରଖିଛନ୍ତି, କିନ୍ତୁ ବୈତରଣୀ ଦକ୍ଷିଣ ପାର୍ଶ୍ୱରେ ବନ୍ଧର ପରେ ଆଦୌ ନଜର ନାହିଁ। କାହିଁକି ନା ବନ୍ୟା ଠାରୁ ଆମେ ଏପର୍ଯ୍ୟନ୍ତ ଅନୁଭବ କରୁଛୁ ବନ୍ଧ ଆସ୍ତେ ଆସ୍ତେ ଫାଟି ଯାଉଛି, କିନ୍ତୁ ପ୍ରଶାସନ ଆସିଲା ଦେଖିଲା ପଳେଇଗଲା। ଆମର ମନ୍ତ୍ରୀବୋଧ ଏବଂ କଲେକ୍ଟର ଏପର୍ଯ୍ୟନ୍ତ ଆସି ଆମର ସ୍ଥାୟୀ ପ୍ରତିକାର କରୁନାହାନ୍ତି କି ବାଲି ବସ୍ତା ଦେଇ କିନ୍ତୁ ବଳା ବାଡ଼େଇ ଏ ବନ୍ଧକୁ ରକ୍ଷା କରିବା ତାଙ୍କର କାର୍ଯ୍ୟକଳାପ ଆମେ ଅନୁଭବ କରିପାରୁନୁ। ବର୍ତ୍ତମାନ ଇଏ 1923 ମସିହାରେ ଅବସ୍ଥା ଏଇଆ ହେଇଥିଲା। ଏ ପାଣି ବନ୍ଧକୁ ଲାଗିଲା ଯେତେବେଳେ ଧସି ସେ ଯୋଉଠୁ ଫାଟିଥିଲା ସେଇଠୁ ଫାଟିକି ପଳେଇଲା ପୁଣି ଥରେ। ଏଇ 25 ମସିହାରେ ହାଇ ଫ୍ଲଡ୍ ହେଲା ଯେତେବେଳେ ଏଇ ରାସ୍ତା ଘର ଦ୍ୱାର ସବୁ ବୁଡ଼ି ଯାଇଥିଲା, ସେଇଠି ଫାଟିଛି। ତାର ଫାଟିବାର କାରଣ ହେଉଛି ତଳ ଯେଉଁ ୱାଲ୍ ପଥର ପେକିଂ କଲେ, ପଥର ପେକିଂ ତଳେ ଗୋଟେ ପଥର ଯେଉଁ ବର୍ମ ହେବା କଥା ହାଇଟ୍ କରି ସବୁ ଛୋଟ ଛୋଟ ପଥରକୁ ତଳେ ପକାନ୍ତି। ବଡ଼ ବଡ଼ ପଥର ପକାଇଲେନି, ସେ ତା ତଳୁ ଯେମିତି ବାଲି ଖସି ଯାଉଛି ସେ ଧସି ଯାଉଛି। ଏବଂ ବାଲି ତା ଛଡ଼ା ବାଲି ମଧ୍ୟ ଏଠି ଟ୍ରାକ୍ଟର ଉଠା ହେଉଛି, ଟ୍ରକର ଉଠା ହେଉଛି, ସିଏ ମଧ୍ୟ ଗୋଟେ କାରଣ ବାଲି ଉଠେଇ ଦେଉଛନ୍ତି। ଦେଖନ୍ତୁ ଚଳିତ ବର୍ଷ ବୈତରଣୀରେ ମାନେ ରେକର୍ଡ ବନ୍ୟା ହେଉଛି ଯାହା କହିଲେ, ଏହାକୁ ଲଗେଇକି 5 ଥର ବନ୍ୟା ହୋଇସାରିଲେଣି। ଏହା ପୂର୍ବ ଯେଉଁ ବନ୍ୟା ହୋଇଥିଲା, ଯେଉଁ ହାଇ ଫ୍ଲଡ୍ ହେଇଥିଲା, ବନ୍ଧକୁ ପୁରା ଲାଗି ଯାଇଥିଲା, ବନ୍ଧ ଓଭରଫ୍ଲୋ ହେବା ପରିସ୍ଥିତି ଥିଲା। ଆଉ 2-3 ଇଞ୍ଚ ହେଇଥିଲା ବନ୍ଧ ଓଭରଫ୍ଲୋ ହେଇଥାନ୍ତା, ଯାହାଫଳରେ କି ଏଠି 100ରୁ 150 ଫୁଟ ଯେତେବେଳେ ପାଣି ଆସ୍ତେ ଆସ୍ତେ ଛାଡ଼ିଛି, 100ରୁ 150 ଫୁଟ ବର୍ତ୍ତମାନ ନଦୀ ବନ୍ଧ ଧସିଗଲାଣି। ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ 15ରୁ 20 ଘର ପୁରା ସମ୍ପୂର୍ଣ୍ଣ ଭାବେ ଆଫେକ୍ଟେଡ୍, ରାତିରେ ଶୋଇପାରୁନାହାନ୍ତି। ପ୍ରଶାସନ ଆସିଥିଲା, ପାଲ ଖଣ୍ଡ ପକେଇ ଦେଇକି ପଳେଇଛନ୍ତି, କୌଣସି ନିକ୍ଷେପ ନାହିଁ। ପୁଣି ଥରେ ବି ବନ୍ୟା ଆସିଛି, ଦେଖୁଥିବେ ଆପଣମାନେ ମଧ୍ୟ ଭିଜୁଆଲ ନେଉଥିଲେ। ପୁଣି ବନ୍ୟା ଆସିଛି, ବନ୍ୟା ଥିବା ଫଳରେ ଯେଉଁ ପାଣି ପ୍ରେସର ପାଇଁ ଅଛି, ବର୍ତ୍ତମାନ ଯଦି ପାଣି ଯେତେ ଖସିବ ପୁଣି ମଧ୍ୟ ନଦୀ ବନ୍ଧ ଆହୁରି ତଳୁ ତଳୁ ଧସିକି ପଳେଇଯିବ। ଏମ୍ବାଙ୍କମେଣ୍ଟକୁ ଷ୍ଟ୍ରେନ୍ଥେନ୍ କରିବାଟା ଏବଂ ଯେତେବେଳେ ଏଇ ମନସୁନ୍ ସିଜନ୍ସ ଆସେ ଜେନେରାଲି ଏମ୍ବାଙ୍କମେଣ୍ଟର ତଦାରଖ କରାଯାଇଥାଏ ଏବଂ ଏମ୍ବାଙ୍କମେଣ୍ଟ ଯେଉଁଠି ୱିକ୍ ଥାଏ ଯେଉଁ ପୋର୍ସନ୍ସରେ ତାକୁ ସେଇଠି ସେମାନେ ଷ୍ଟ୍ରେନ୍ଥେନିଂ କରିଥାନ୍ତି। ତେଣୁ ଆମର ଯେଉଁ ଆଖପାଖ ଇରିଗେସନ୍ ଡିଭିଜନ୍ ଅଛି, ଯାହାକି ଏଇ ବୈତରଣୀ ନଦୀ ଜଳ ସମ୍ପର୍କିତ ସେମାନେ ସବୁବେଳେ ତଦାରଖ କରିଥାନ୍ତି ଯେ କେତେ ଜଳ ଆସୁଛି ଏବଂ କେଉଁଠି ବନ୍ୟା ଜଳ ପଶିଯିବାର ସମ୍ଭାବନା ଅଛି। ଯେଉଁଟା କହିଲେ ହସିନାବାଦ ଅଞ୍ଚଳରେ କୌଣସି କିଛି ଜାଗାରେ ଟିକେ ଆଫେକ୍ଟେଡ୍ ହେଇଛି ଏମ୍ବାଙ୍କମେଣ୍ଟ, ତ ତାର ତଦାରଖ କରୁଛନ୍ତି ଆଖପାଖ ଇରିଗେସନ୍ ଡିଭିଜନ୍ ଏବଂ ତାର ପ୍ରତିକାର ବ୍ୟବସ୍ଥା କରାଯିବ।